ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ସୀମାନ୍ତ ମୋଟୁ ଅଞ୍ଚଳରୁ ବନ ବିଭାଗର ପେଟ୍ରୋଲିଂ ସମୟରେ 631ଟି ଜୀବନ୍ତ କଇଁଛ, ଯାହାର ଓଜନ 2 ଟନ୍ 200 କେଜି ହେବ, ଏହି ଘଟଣାରେ 7 ଜଣଙ୍କୁ ଗିରଫ କରିଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଡିଏଫ୍ଓ ଶ୍ରୀ ସାଇ କିରଣ ଓ ଏସିଏଫ୍ ପ୍ରିୟଙ୍କା ମହୁକା ଏକ ପ୍ରେସ୍ ନୋଟ୍ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଅଞ୍ଚଳର ମୋଟୁ ରେଞ୍ଜ ଅଧୀନସ୍ଥ କର୍ମଚାରୀମାନେ ପେଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର କୋର୍କୁଲା ଗ୍ରାମର 2 ଜଣ ବ୍ୟକ୍ତି ବେଆଇନ ଭାବରେ ପିକଅପ୍ ଭ୍ୟାନ୍ରେ କଇଁଛ ବୋଝେଇ କରି ଓଡ଼ିଶା ସୀମାନ୍ତ ବିକ୍ରୟ ନିମନ୍ତେ ଦେଇଥିଲେ। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୋଟୁ ରେଞ୍ଜ ଅଧୀନ କର୍ମଚାରୀମାନେ ସେ ସ୍ଥାନରେ ଚଢ଼ାଉ କରି ଅବୈଧ ବନ୍ୟପ୍ରାଣୀ ବାଣିଜ୍ୟରେ ସମ୍ପୃକ୍ତ ସମସ୍ତ 7 ଜଣଙ୍କୁ ଗିରଫ କରିବା ସହିତ 2ଟି ମୋଟର ସାଇକେଲ, ଏକ ପିକଅପ୍ ଭ୍ୟାନ୍କୁ ଜବତ କରିଛନ୍ତି।